ଗାଁ ଗହଳିରେ 2 ବର୍ଷ ଭିତରେ ବିଜେପି ସରକାରରେ ଟଙ୍କାକର କାମ ନାହିଁ, ପଞ୍ଚାୟତର ଟଙ୍କା ଖର୍ଚ୍ଚ ହେଇପାରୁନି। ଯେହେତୁ କାମ ନାହିଁ, ଲୋକ କ'ଣ ଗାଁରେ ମରିବେ, ଭୋକ ଉପାସରେ ମରିବେ, ସେଇଥିପାଇଁ ଦାଦନ ଯାଉଛନ୍ତି, ବିଭିନ୍ନ ରାଜ୍ୟକୁ ଦାଦନ ଯାଉଛନ୍ତି। ଏ ଦାଦନ ଯାওয়া ଦ୍ୱାରା ରାଜ୍ୟ ସରକାର ବୁଝନ୍ତିନି କିଛି, କୋଉଠି କାମ ହବ କ'ଣ ହବ, ରାଜ୍ୟ ସରକାର ତା ଉପରେ କେବେ ତର୍ଜମା କରିନାହାନ୍ତି କି ବୁଝିବା ପାଇଁ ପ୍ରସ୍ତୁତ ନୁହନ୍ତି। ଦାଦନ ସୀମା ବଢ଼ିଲାଣି, ଏଇଟା ତ ଦେଇଛନ୍ତି ଖାଲି କାଗଜ ପତ୍ରରେ ଦେଇଛନ୍ତି, ଦାଦନ 20,000 22,000 ବଢ଼ିଛି, କିନ୍ତୁ ଦୁର୍ଭାଗ୍ୟ ଲକ୍ଷ ଲକ୍ଷ ଦାଦନ ବଢ଼ିଛନ୍ତି। ନିଶ୍ଚିତ ଭାବରେ ଯେଉଁ ଓଡ଼ିଆ ଲୋକମାନେ ରହିଛନ୍ତି ବିଭିନ୍ନ ଦେଶରେ, ତାଙ୍କୁ ଆଣିବାର ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ଯେଉଁ ଓଡ଼ିଆ ଭାଇମାନେ ରହିଛନ୍ତି ବାହାରେ ବିଦେଶରେ ରହିଛନ୍ତି, ତାଙ୍କୁ ଆଣିବା ପାଇଁ ତାର ବନ୍ଦୋବସ୍ତ କରନ୍ତୁ। ସ୍ପେଶାଲ ଫ୍ଲାଇଟ୍ରେ ତାଙ୍କୁ ଅଣାଯାଉ। ସରକାର ଏ ନେଇ ପଦକ୍ଷେପ ନେବାକୁ ଆପଣ ସରକାରଙ୍କୁ ଅନୁରୋଧ କରୁଛୁ, ଜବରଦସ୍ତ ବି କହୁଛୁ, ଅନୁରୋଧ କରୁଛୁ, ଦାବି କରୁଛୁ, ତୁରନ୍ତ ଓଡ଼ିଆ ଭାଇମାନଙ୍କୁ ଅନ୍ୟ ରାଜ୍ୟରୁ ଅଣାଯାଉ।